ରାଣୀ ଭାର୍ଗବୀ କିଛି ଦିନ ହେଲା କୋଠରୀ ପାଖକୁ ଗଲେ ନାହିଁ। ଏହାପରେ ବସୁନ୍ଧରାର ଆତ୍ମା ସୁଯୋଗ ନ ପାଇ କିଛି ଦିନ ପାଇଁ ନୀରବ ରହିଗଲା। ରାଜାରାଣୀ ଦୁହେଁ ଖୁସିରେ ରହିବାକୁ ଲାଗିଲେ। ରାଣୀ ଦିନେ ସେହି କୋଠରୀ ଦେଇ ଯାଉଥିବା ସମୟରେ ଭୟରେ ଚାହୁଁଥାନ୍ତେ, କିନ୍ତୁ ଅନ୍ୟ ଦିନ ପରି ସେଦିନ କିଛି ଶୁଭିଲା ନାହିଁ। ସେ ଚକିତ ହୋଇ ଯାଇ ପାଖକୁ କବାଟ ଠକ୍ ଠକ୍ କଲେ, କିନ୍ତୁ କିଛି ପ୍ରତ୍ୟୁତ୍ତର ଆସିଲା ନାହିଁ। ସେ ଭାବିଲେ ଯଦି ଆତ୍ମା ହୋଇଥାନ୍ତା ତାହେଲେ ଏମିତି ଚୁପ୍ ରହିନଥାନ୍ତା। କ'ଣ ସେ ଆତ୍ମା ଆଉ ଏଠାରେ ନାହିଁ କି? କାଲି ସକାଳେ ଖୋଲିକି ଦେଖିବେ ପ୍ରକୃତରେ କ'ଣ ଅଛି ନା ମୋ ଶାଶୁ ମୋତେ ଏମିତି ଡରାଇବା ପାଇଁ କହୁଥିଲେ। ଆରେ ଏ ଭିତରେ ପାଗିଳିଟିଏ ବି ଅଛି କହୁଥିଲେ। ସେ ଆଉ ଭୋକ ଶୋଷରେ ମରିଯାଇନି ତ? ବହୁତ ଗୁଡ଼ିଏ କଥା ଭାର୍ଗବୀ ଭାବିବାକୁ ଲାଗିଲେ। ଆରଦିନ ସକାଳୁ ଉଠି ସେ ତାଙ୍କ ଦାସୀକୁ ସେହିଭଳି ତାଲା ଦେଇ ତାର ଚାବି ଆଣିବା ପାଇଁ କହିଲେ। ଦାସୀ ଜଣକ ଚାବି ବନାଳି ପାଖକୁ ଯାଇ ଚାବି ତିଆରି କରି ଆଣିଲେ। ଚାବି ଆଣିବା ପରେ ରାଣୀ ତାକୁ ଯିବାକୁ କହିଲେ ଓ ନିଜେ ସେହି କୋଠରୀର ତାଲା ଖୋଲି ଭିତରକୁ ଗଲେ। କାରଣ ରାଜା ରାଜମହଲ ଛାଡ଼ି ତାଙ୍କ ମାଙ୍କ ସହିତ ତାଙ୍କ ମାମୁଁ ଘରକୁ ଯାଇଥାନ୍ତେ। ଭାର୍ଗବୀ ମୁଣ୍ଡ ବ୍ୟଥାର ଛଳନା କରି ନ ଯାଇ କୋଠରୀ ଖୋଲିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିଥାଏ। ସେ ମହଲରେ ରହି ସେ କୋଠରୀକୁ ଖୋଲିଥିଲେ। ଭିତରକୁ ଯାଇ ବୁଲିଲେ, କିନ୍ତୁ କୌଣସି ପ୍ରକାରର ତାଙ୍କୁ ଭୟ ଲାଗିଲା ନାହିଁ। ସଫାସୁତୁରା କୋଠରୀ ଦେଖି ସେ ଭାବିବାକୁ ଲାଗିଲେ, ଆରେ ଏ କୋଠରୀ ତ ବହୁତ ଦିନ ହେବ ବନ୍ଦ ରହିଛି, ତାହେଲେ କିପରି ଏତେ ସଫା ଅଛି? ମୋତେ ନିଶ୍ଚୟ ଠକା ଯାଉଥିଲା। ଏ କୋଠରୀରେ କୌଣସି ଭୂତପ୍ରେତ ନାହିଁ। ଏହା ଭାବି ସେ ମନେ ମନେ ସେହି କୋଠରୀରୁ ବାହାରି ଆସୁଥିବା ସମୟରେ ପଛପଟେ କେହି ଜଣେ ଅନୁସରଣ କଲା ପରି ଲାଗିଲା। ସେ ବୁଲି ଚାହିଁବାରୁ କିଛି ଦେଖାଗଲା ନାହିଁ, କିନ୍ତୁ ବସୁନ୍ଧରାର ଆତ୍ମା ତା ଆଗରେ ଠିଆ ହୋଇଥାଏ। ମୁଣ୍ଡର ବାଳ ସବୁ ମୁକୁଳା ହୋଇଥାଏ। ତା ବେକରେ କଟାଗାରରୁ ରକ୍ତ ବାହାରୁଥାଏ। ତାର ଆଖି ରକ୍ତାକ୍ତ ବର୍ଣ୍ଣ ଧାରଣ କରିଥାଏ। ଏଭଳି ଭୟଙ୍କର ରୂପ ଦେଖି ଭାର୍ଗବୀ ବେହୋସ ହୋଇ ତଳେ ପଡ଼ିଗଲା। ଏହାପରେ ତାର ଆତ୍ମା ତା ଭିତରେ ପଶିଗଲା ଓ ଭାର୍ଗବୀ କିଛି ସମୟ ପରେ ଉଠି ଛିଡ଼ା ହେଲା। ସେ ଦେଖିଲା ଯେ ସେ ତଳେ ପଡ଼ିଯାଇଛି, କିନ୍ତୁ ସେ ପୂର୍ବରୁ ଦେଖିଥିବା ଦୃଶ୍ୟ ସତ ନା ମିଛ ଏକଥା ଭାବି ସେଠାରୁ ସେ ଭୟରେ କବାଟ ତାଲା ଦେଇ ତା କୋଠରୀକୁ ଚାଲି ଆସିଲା। ତା ହାତ ଗୋଡ଼ ଥରୁଥାଏ। ସେ କିଛି କହିପାରୁନଥାଏ। ସେ ଗାଧୋଇବାକୁ ଗାଧୁଆ ଘରକୁ ଗଲା। ସେଠାରେ ଥିବା ଆଇନାରେ ସେ ତା ମୁହଁକୁ ଦେଖି ଡରିବାକୁ ଲାଗିଲା। ତା ମୁହଁ ତାର ନଥିଲା, ବସୁନ୍ଧରାର ମୁହଁ ହୋଇ ଦିଶୁଥିଲା। ରାଣୀ ଭାର୍ଗବୀ ବସୁନ୍ଧରା ବିଷୟରେ ଜାଣିନଥାନ୍ତି, ତେଣୁ ସେ କାହାର ଚେହେରା ମୋ ମୁହଁରେ ଦେଖାଯାଉଛି ଭାବି ରଡ଼ି ଛାଡ଼ିବାକୁ ଲାଗିଲେ ଓ ମୁହଁ ଧୋଇବାକୁ ଲାଗିଲେ। ଭୟରେ ଆଇନାକୁ ମଧ୍ୟ ଭାଙ୍ଗିଦେଲେ ଏବଂ ନିଜ କୋଠରୀ ଭିତରକୁ ଯାଇ ଭିତର ପଟୁ କବାଟ ଦେଇ ନ ଖାଇ ନ ପିଇ କାନ୍ଦିବାକୁ ଲାଗିଲେ। ରାଜା ଓ ତାଙ୍କ ମା ଏପରି ଖବର ଶୁଣି ଶୀଘ୍ର ମହଲକୁ ଆସି ପହଞ୍ଚିଲେ। ସେ ବହୁତ କବାଟ ବାଡ଼ିବାରୁ ଭାର୍ଗବୀ କବାଟ ଖୋଲିଦେଲେ ଏବଂ ଭିତରକୁ ଚାଲିଗଲେ। ସେ ନିଜ ମୁହଁ ଦେଖାଉନଥିଲେ। ରାଜା ତାଙ୍କ ହାତକୁ ଜୋରରେ ଧରି ସେଠାରେ ଅଟକାଇ ତାଙ୍କ ସାମ୍ନାରେ ଛିଡ଼ା କରେଇଦେଲେ ଏବଂ କ'ଣ ହୋଇଛି ବୋଲି ପଚାରିଲେ। ଏହାପରେ ରାଣୀ ତାଙ୍କୁ ଦେଖି ପଚାରିଲେ, ମୋତେ ଦେଖ କେମିତି ମୋର ଚେହେରା ବଦଳି ଯାଇଛି। ଏହାପରେ ରାଜା କହିଲେ, ଆରେ ପାଗଳି ହେଲନି ନା କ'ଣ? ତୁମ ଚେହେରା ଟିକେ ଶୁଖିଯାଇଛି। ତୁମ ଦେହ ଭଲ ନଥିଲା, ସେଥିପାଇଁ ଏମିତି ହୋଇଥିବ। ରାଣୀ କାନ୍ଦି କାନ୍ଦି କହିଲେ, ନାଇଁ ମହାରାଜ, ସେମିତି ନୁହେଁ। ମୁଁ ସେ କୋଠରୀ ଖୋଲି ଭିତରକୁ ଯାଇଥିଲି କ'ଣ ଅଛି ଦେଖିବା ପାଇଁ, କିନ୍ତୁ ଆସିଲା ବେଳକୁ ମୋ ଚେହେରା ପୁରା ବଦଳି ଯାଇଥିଲା। ଏହା ଶୁଣିବା ପରେ ରାଜା କହିଲେ, ଚାଲ ଯିବା ସେ କୋଠରୀକୁ, କାରଣ ଛୋଟବେଳୁ ମୁଁ ବି ସେ କୋଠରୀକୁ ଦେଖି ନାହିଁ। ଆଜି ତୁମ ଯୋଗୁଁ ମୁଁ ସେ କୋଠରୀକୁ ଦେଖିପାରିବି। ଏମିତିରେ ବି ମା ଆସିବାକୁ ଏବେ ବହୁତ ଡେରି ହେବ। ଏହା ଶୁଣି ରାଣୀ ଭାର୍ଗବୀ, ନା ଜମାରୁ ମୁଁ ସେ କୋଠରୀ ଭିତରକୁ ଯିବି ନାହିଁ କହି ଭୟରେ ଥରିବାକୁ ଲାଗିଲେ। ରାଜା କହିଲେ, ତାହେଲେ ତୁମେ ଟିକେ ବିଶ୍ରାମ ନିଅ। ମୁଁ ଗୋଟିଏ ଜରୁରୀ କାମ ସାରି ଆସୁଛି, ରାତିରେ ଏକାଠି ଖାଇବା। ଏହା କହି ସେ ଚାଲିଗଲେ। ରାଣୀ ଭାର୍ଗବୀ ଏକାକୀ ରହିବାରୁ ତାଙ୍କ ମନ ବିଚଳିତ ହେବାକୁ ଲାଗିଲା। ତାଙ୍କ ଭିତରେ କେହି ଜଣେ ପଶି ଯାଇଥିବା ପରି ତାଙ୍କ ଓଜନ ବଢ଼ିବାକୁ ଲାଗିଲା। ରାଣୀ ଭଲରେ ରହିପାରୁନଥାନ୍ତେ। ସେ ଉଠି ବାରମ୍ବାର ଆଇନା ଦେଖୁଥାନ୍ତେ, ତାଙ୍କ ମୁହଁକୁ ଚାହୁଁଥାନ୍ତେ ଏବଂ ଭାବୁଥାନ୍ତେ,
ଅନ୍ୟମାନେ ମୋତେ ଦେଖିଲେ ମୋ ଚେହେରା ତାଙ୍କୁ ବଦଳିଲା ପରି ଦେଖାଯାଉ ନାହିଁ, କିନ୍ତୁ ମୁଁ ଦେଖିଲେ ମୋ ଚେହେରା କାହିଁକି ମୋତେ ବଦଳି ଯାଇଥିବା ପରି ଦିଶୁଛି। ସେ ରାଗରେ ଧୈର୍ଯ୍ୟହରା ହୋଇଗଲେ ଏବଂ ଆଇନା ଆଗରେ ତାଙ୍କର ସେ ଚେହେରାକୁ ଦେଖି ଗାଳି କରିବାକୁ ଲାଗିଲେ ଏବଂ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରିବାକୁ ଲାଗିଲା। ଏହାପରେ ବସୁନ୍ଧରାର ଆତ୍ମା ତାଠାରୁ ବାହାରି ତାକୁ ଦେଖାଦେଲା ଏବଂ କହିଲା, ତୁ ତୋ କକାକୁ ଡକେଇ ଆଣ, ତୋ ସ୍ୱାମୀ ସହିତ ତାକୁ ମାରି ମୋ ଇଚ୍ଛା ପୂରଣ କର, ନହେଲେ ମୁଁ ତୋତେ ମାରିଦେବି। ଏତିକି କହି ସେ ପୁଣି ଥରେ ତା ଭିତରକୁ ଚାଲିଗଲା। ଏହା ଦେଖି ଭାର୍ଗବୀ ଅତ୍ୟନ୍ତ ଭୟଭୀତ ହୋଇଗଲା। ରାଜାଙ୍କୁ ରାତିରେ କହିବାକୁ ପ୍ରୟାସ କଲା, କିନ୍ତୁ ସେ କହିପାରିଲା ନାହିଁ। ତାର ମୁହଁ ବନ୍ଦ ହୋଇଗଲା ଏବଂ ତାର ଗୋଡ଼ ହାତ ମୋଡ଼ି ହୋଇଗଲା। ଏସବୁ ଦେଖି ରାଜା ମଧ୍ୟ ଡରିଗଲେ ଏବଂ ବୈଦ୍ୟକୁ ଡକାଇଲେ। ଚିକିତ୍ସା କରାଗଲା, କିନ୍ତୁ ବୈଦ୍ୟ କହିଲେ, ଏହା ରୋଗ ନୁହେଁ, ତେଣୁ ଭଲ ହୋଇପାରିବ ନାହିଁ। ଆପଣ ତନ୍ତ୍ରମନ୍ତ୍ରର ସାହାଯ୍ୟ ନିଅନ୍ତୁ, ନହେଲେ ରାଣୀ ମରିଯିବେ। ଏହା ଶୁଣି ରାଜା ଡରିଗଲେ ଏବଂ ଗୁଣିଆ ଡକାଇ ପୂଜା ଆରମ୍ଭ କଲେ। ରାଣୀ ପ୍ରାୟ 5 ଦିନ ପର୍ଯ୍ୟନ୍ତ ନ ଖାଇ ନ ପିଇ ସେମିତି ବେହୋସ ଅବସ୍ଥାରେ ପଡ଼ିଥାନ୍ତେ। ଏହି ଖବର ପାଇ ସମସ୍ତ ସମ୍ପର୍କୀୟ ଆସିଲେ। ଖବର ପାଇ ଲଣ୍ଡନର କାକା ମଧ୍ୟ ଆସିଲେ। ପ୍ରହ୍ଲାଦଙ୍କର ମା ବହୁତ ଦିନ ପରେ ତାଙ୍କ ଦିଅରକୁ ଦେଖି କାନ୍ଦିବାକୁ ଲାଗିଲେ ଓ ସେ ମହଲକୁ ଶୀଘ୍ର ଛାଡ଼ି ଚାଲିଯିବାକୁ କହିଲେ, କିନ୍ତୁ ବହୁତ ଡେରି ହୋଇଯାଇଥାଏ। ସେ ଯିବା ପୂର୍ବରୁ ଭାର୍ଗବୀ ଦେହରେ ବସୁନ୍ଧରା କବ୍ଜା କରି ତାର ରୂପ ଦେଖାଇବାକୁ ଲାଗିଥାଏ। ସେ ରାଜକୁମାରଙ୍କ ତାଙ୍କ ପୂର୍ବ କଥା ସମସ୍ତଙ୍କ ଆଗରେ ଉପସ୍ଥାପନ କରିବାକୁ କହିଲା ଏବଂ ନିଜ ଭୁଲ ସ୍ୱୀକାର କର, ନହେଲେ ଜୀବନରୁ ମାରିଦେବି ବୋଲି କହିବାରୁ ରାଜକୁମାର ଜିତେନ୍ଦ୍ର ଭୟରେ ସବୁ କଥା ମାନିଗଲେ ଯେ ସେ ତାଙ୍କ ଭାଇ ସୁରେନ୍ଦ୍ରଙ୍କ ସହିତ ବସୁନ୍ଧରାକୁ ଆଣିଥିଲେ, କିନ୍ତୁ ସେ ନିଜେ ନିଜକୁ ମାରି ଦେଇଥିଲା। ଆମର ଅତ୍ୟାଚାରକୁ ସହି ନପାରେ। ଏହାପରେ ଆମେ ତାର ମୃତଦେହକୁ ଏହି ମହଲରେ ପୋତି ଦେଇଥିଲୁ, ଏହି କୋଠରୀ ଭିତରେ। ଏହାପରେ କିଛି ଦିନ ପରେ ସୁରେନ୍ଦ୍ରର ଆକସ୍ମିକ ଭାବରେ ମୃତ୍ୟୁ ହୋଇଗଲା। ତେଣୁ ମହାରାଜ ମୋତେ ଲଣ୍ଡନ ଯିବାକୁ ବାଧ୍ୟ କଲେ, କିନ୍ତୁ ମୋତେ ପୁଣି ଏହି ସ୍ଥାନକୁ ଡକାଇ ଆଣିଲା ମୋ ପାପକର୍ମ। ମୁଁ ଆଉ ବଞ୍ଚିବି ନାହିଁ। କିନ୍ତୁ ମୁଁ ବସୁନ୍ଧରାକୁ କ୍ଷମା ମାଗୁଛି। ଭାର୍ଗବୀ ଆଡ଼କୁ ଦେଖି କ୍ଷମା ମାଗିଲେ ରାଜକୁମାର। କିନ୍ତୁ ବସୁନ୍ଧରା ପ୍ରତିଶୋଧର ଅଗ୍ନିରେ ଜଳୁଥାଏ, ତେଣୁ ସେ କ୍ଷମା କରିପାରିଲା ନାହିଁ। ହଠାତ୍ ସବୁଆଡ଼େ ଅନ୍ଧାର ଘଟିଗଲା। ଭାର୍ଗବୀ ନିଜ 2 ଗୋଡ଼ରେ କାନ୍ଥ ଉପରୁ ତଳକୁ ଆସିବାକୁ ଲାଗିଲା। ହଠାତ୍ ବିଜୁଳି ମାରିବାକୁ ଲାଗିଲା। ପବନ ବହିବା ଓ ମେଘ ଗର୍ଜନ ଯୋଗୁଁ କେହି କିଛି ଶୁଣିକି ଦେଖିପାରୁନଥିଲେ। ବସୁନ୍ଧରା ଜିତେନ୍ଦ୍ରକୁ ସେଠାରେ ତାର ତଣ୍ଟି ଚିପି ମାରିଦେଲା। କିଛି ସମୟ ପରେ ସବୁଆଡ଼େ ଆଲୋକ ଆସି ଧରିତ୍ରୀକୁ ଆଲୋକିତ କରିଦେଲା। ସବୁକିଛି ସ୍ପଷ୍ଟ ଦିଶିବା ପରେ ଜିତେନ୍ଦ୍ରର ମୃତଦେହକୁ ଦେଖି ସମସ୍ତେ ଚମକି ପଡ଼ିଲେ। ରାଜା ପ୍ରହ୍ଲାଦ ତାଙ୍କ କାକାଙ୍କ କରିଥିବା ପାପକୁ ନେଇ ତାଙ୍କ ମୃତ୍ୟୁ ଟିକେ ହେଲେ ମନ ଦୁଃଖ କଲେ ନାହିଁ। ସେ ତାଙ୍କର ଅନ୍ତିମ ସତ୍କାର କରିଦେଲେ। ଏହାପରେ ସେ ଗୁଣିଆ ଡାକି ତାଙ୍କ ରାଣୀଙ୍କ ଭିତରେ ଥିବା ଆତ୍ମାର ନିବାରଣ ପାଇଁ ପୂଜା ଆରମ୍ଭ କଲେ। ବହୁତ ବିରାଟ ପୂଜା ଆରମ୍ଭ ହେଲା। ମହଲ ଭିତରେ କାହାକୁ ମଧ୍ୟ ମହଲର ଲୋକ ଛଡ଼ା ପଶିବାକୁ ଦିଆଗଲା ନାହିଁ। ଭାର୍ଗବୀକୁ ପୂଜା ମଣ୍ଡପରେ ହାତ ଗୋଡ଼ ବାନ୍ଧି ରଖାଗଲା। 7 ଜଣ ଗୁଣିଆ ସେଠାରେ ବସି ହୋମ ଜାଳି ପୂଜା ଆରମ୍ଭ କଲେ। ଭାର୍ଗବୀର ମୃତଦେହ ସବୁ ପଚିଯାଇ ନଷ୍ଟ ହୋଇଯାଇଥିବାରୁ ତାର ଆତ୍ମା ଶାନ୍ତି ପାଇନଥାଏ। ତଥାପି ସେହି କୋଠରୀରେ ଥିବା ବାକ୍ସକୁ ଜାଳି ଦିଆଗଲା ଏବଂ ପୂର୍ବରୁ ଭାର୍ଗବୀ ଦେହରେ ସୂତା ବାନ୍ଧି ତାକୁ ପୂଜା ପାଖରେ ବସେଇ ଦିଆଗଲା। 7 ଜଣ ଗୁଣିଆ ଭାର୍ଗବୀର ଦେହକୁ ଘେରି ବସିଥିଲେ ଏବଂ ଆହୁତି ଦ୍ୱାରା ତାର ସମସ୍ତ ଶକ୍ତିକୁ କାବୁ କଲେ। ସେହି ସମୟରେ ଭାର୍ଗବୀର ଶରୀରରେ ବସୁନ୍ଧରା ଥାଇ ଚିତ୍କାର କରି କହୁଥାଏ, ତୁ ମୋତେ ଆଉ କେତେ କଷ୍ଟ ଦେବୁ? ଏମାନେ ସବୁ ପାପୀ ଅଟନ୍ତି। ମୋ ସୁଖ, ମୋ ସପନ ଏ ରାଜାଙ୍କ ପାଇଁ ସବୁ ନଷ୍ଟଭ୍ରଷ୍ଟ ହୋଇଗଲା। ମୁଁ ଏମାନଙ୍କୁ ଛାଡ଼ିପାରିବି ନାହିଁ। ଏମାନଙ୍କୁ ଯେମିତି ହେଲେ ମରିବାକୁ ପଡ଼ିବ। ମୁଁ ଏମାନଙ୍କୁ ନ ମାରିବା ଯାଏଁ ଶାନ୍ତି ପାଇପାରିବି ନାହିଁ। ଏହା କହି ସେ ବହୁତ ଜୋରରେ ହସିବାକୁ ଲାଗିଲା ଏବଂ ରାଜାଙ୍କ ଦେହ ଉପରକୁ ସେଠାରେ ଥିବା ଖଣ୍ଡା ଧରି ମାରିବାକୁ ଦୌଡ଼ିଲା। ଏହି ସମୟରେ ସେଠାରେ ଥିବା ମୁଖ୍ୟ ଗୁଣିଆ ତାର ମନ୍ତ୍ର ଦ୍ୱାରା ତାକୁ ଅଟକାଇ ଦେଲେ।
ଏହାପରେ ସେ ମନ୍ତ୍ର ପଢ଼ି ପଢ଼ି ତା ଦେହକୁ ବାନ୍ଧିଦେଲେ। ଭାର୍ଗବୀର ଦେହକୁ ଛାଡ଼ିବା ପାଇଁ ବାଧ୍ୟ ହେଲା ବସୁନ୍ଧରା। ତନ୍ତ୍ର ଶକ୍ତି ଦ୍ୱାରା ସେ ଗୁଣିଆ ମହଲରେ ଥିବା ସେହି କୋଠରୀରୁ ମୁକ୍ତ କରି ସବୁ ପ୍ରେତାତ୍ମାମାନଙ୍କୁ ନେଇଗଲେ। ସେମାନଙ୍କୁ ଜଙ୍ଗଲକୁ ନେଇ ସେଠାରେ ସାଧନା କରି ନିଜେ ବଳବାନ ହେବାକୁ ଲାଗିଲେ। ଏପଟେ ମହଲରେ ବସୁନ୍ଧରାର ଆତ୍ମା ଯିବା ପରେ ଭାର୍ଗବୀ ଏବଂ ପ୍ରହ୍ଲାଦ ଶାନ୍ତିରେ ରହିଲେ। କିଛି ଦିନ ଯିବା ପରେ ତାଙ୍କର ସନ୍ତାନଟିଏ ହେଲା। ତା ନାଁ ସେମାନେ ଦେଲେ ଭାସ୍କର। ଭାସ୍କର ରୂପରେ ଗୁଣରେ ଅଧିକ ପ୍ରଭାବ ଛୋଟବେଳୁ ହିଁ ଦେଖିବାକୁ ଲାଗିଥିଲା। ସେ ସବୁବେଳେ ରାଜାଙ୍କ ପରି ରହେ ଏବଂ ତା ସାଙ୍ଗମାନଙ୍କ ସହିତ ସେହି ଜଙ୍ଗଲ ଆଡ଼କୁ ଖେଳିବାକୁ ଯାଏ। ତାର ମା ଯେତେବେଳେ ବି ତାକୁ ବାରଣ କଲେ ସେ କିଛି ନ ଶୁଣି ସେ ଆଡ଼କୁ ଚାଲିଯାଏ। ଏସବୁକୁ କିନ୍ତୁ ରାଜା ଏତେ ଧ୍ୟାନ ଦିଅନ୍ତି ନାହିଁ। ପିଲା ଲୋକ କହି ଭୁଲି ଯାଆନ୍ତି। ଦିନେ ସେହି ରାଜ୍ୟକୁ ଅତ୍ୟନ୍ତ ସୁନ୍ଦରୀ ତରୁଣୀ ଆସିଥିଲେ, ଯେ ଯାଦୁବିଦ୍ୟା ଦେଖାଉଥିଲେ। ସେ ବିଭିନ୍ନ ପ୍ରକାରର ଫୁଲ, ଚଢ଼େଇ ଏବଂ ବହୁବିଧ ଜିନିଷ ନିଜର ଯାଦୁବିଦ୍ୟା ବଳରେ ଲୋକମାନଙ୍କୁ ଦେଖାଇ ପାରୁଥିଲେ। ରାଜକୁମାର ଭାସ୍କର ଗାଁ ଦାଣ୍ଡରେ ସେହି ସବୁକୁ ଲକ୍ଷ୍ୟ କରୁଥିଲେ ଏବଂ ତାଙ୍କ ବାପାଙ୍କ ପାଖକୁ ଆସି କହିଲେ, ବାବା, ମୋତେ ସେହି ଯାଦୁଗରୀ ସ୍ତ୍ରୀ ଲୋକ ସହିତ ଯାଦୁବିଦ୍ୟା ଶିକ୍ଷା କରିବାର ଅଛି। ମୋତେ ଜାଣିବାର ଅଛି। ଦୟାକରି ତାଙ୍କୁ ଆମ ମହଲକୁ ଡାକି ଆଣନ୍ତୁ। ଏହାପରେ ରାଜା ସୈନ୍ୟ ପଠାଇ ସେହି ସ୍ତ୍ରୀ ଲୋକଙ୍କୁ ଡାକି ଆଣିଲେ। ସୈନ୍ୟମାନେ ଯାଇ ସେ ସ୍ତ୍ରୀ ଲୋକକୁ କହିଲେ ଯେ ରାଜା ତୁମକୁ ଡାକୁଛନ୍ତି। ସେ ସ୍ତ୍ରୀ ଲୋକ କହିଲେ, ମୁଁ ତ ଗାଁ ଗାଁ ବୁଲି ଯାଦୁ ଦେଖାଏ, ତେଣୁ ମୁଁ ମହଲକୁ ଯାଇପାରିବି ନାହିଁ। ଆମ ବିଧି ଅନୁସାରେ ଆମେ ବାହାରେ ହିଁ ଯାଦୁ ଦେଖାଇ ପାରିବୁ, ଭିତରେ ନୁହେଁ। ଏହା ଶୁଣି ସୈନ୍ୟମାନେ ଫେରିଆସି ରାଜାଙ୍କୁ ଜଣାଇଲେ ସେ ସ୍ତ୍ରୀ ଲୋକ ଯେଉଁ ବାର୍ତ୍ତା ଦେଇଥିଲା। ସେ ସ୍ତ୍ରୀ ଲୋକଙ୍କ ବାର୍ତ୍ତାକୁ ଭଲ ଭାବରେ ନ ବୁଝି ରାଜା କହିଲେ ଯେ ସ୍ତ୍ରୀ ଲୋକ ପାଇଁ ବାହାରେ ରହିବାର ବ୍ୟବସ୍ଥା କର ଏବଂ ରାଜକୁମାରକୁ ପ୍ରତିଦିନ ସେଠାରେ ଯାଦୁବିଦ୍ୟା ଶିଖାଯିବ। ତାଙ୍କର ସେଠାରେ ରହିବା ଏବଂ ଖାଇବାର ବ୍ୟବସ୍ଥା କରାଯିବ। ଏହାପରେ ରାଜାଙ୍କ ଉପଦେଶ ଅନୁସାରେ ସେହିପରି କରାଗଲା। ସେ ସ୍ତ୍ରୀ ଲୋକ ସବୁଦିନ ରାଜକୁମାରକୁ ଯାଦୁବିଦ୍ୟା ଶିଖାଏ, କିନ୍ତୁ ଅନ୍ଧାର ଆଗରୁ ରାଜକୁମାରକୁ ଶିକ୍ଷା ବନ୍ଦ କରି ଯିବାକୁ କୁହେ ଏବଂ କବାଟ ଦେଇ ଭିତରକୁ ଚାଲିଯାଏ। ସେ କ'ଣ ଖାଏ, କେମିତି ରୁହେ, କେହି ଜାଣିପାରନ୍ତି ନାହିଁ। ରାଜକୁମାର ଭାସ୍କର ମଧ୍ୟ ତାହା ଲକ୍ଷ୍ୟ କରୁଥାଏ, କିନ୍ତୁ ତାର ବୟସ ମାତ୍ର 12 ବର୍ଷ ଥିବାରୁ ସେ କିଛି ବୁଝିପାରୁନଥାଏ। ଏହିଭଳି କିଛି ଦିନ ଗଲା। ଥରେ ରାଜକୁମାର ଯାଦୁବିଦ୍ୟା ପ୍ରୟୋଗ କରୁ କରୁ କିଛି ବିଧି ଭୁଲିଗଲେ ଏବଂ ତାଙ୍କ ସାଙ୍ଗକୁ ପକ୍ଷୀ ବନାଇ ତାକୁ ପୁନର୍ବାର ସେ ରୂପକୁ ଆଣିବାରେ ସକ୍ଷମ ହେଲେ ନାହିଁ। ସନ୍ଧ୍ୟା ସମୟରେ ତାଙ୍କୁ ଆସିବାକୁ ମନା କରାଯାଇଥାଏ, କିନ୍ତୁ ସେ ଉପାୟ ଶୂନ୍ୟ ହୋଇ ସେଠାକୁ ଯିବାକୁ ବାଧ୍ୟ ହେଲେ। ତାଙ୍କ ସାଙ୍ଗକୁ କାନ୍ଧରେ ବସାଇ ସେହି ସ୍ତ୍ରୀ ଲୋକ ପାଖକୁ ଗଲେ। ସେଠାରେ ପହଞ୍ଚିଲେ ଏବଂ ଗୁରୁମା ଗୁରୁମା ଡାକି ଭିତରକୁ ପ୍ରବେଶ କଲେ। ସେଠାରେ ଅନ୍ଧାର ଯୋଗୁଁ କିଛି ଦେଖାଯାଉନଥାଏ, ତଥାପି ସେ ଡାକ ଛାଡ଼ି ସେହିପରି ସେଠାରେ ଛିଡ଼ା ହୋଇଥାନ୍ତି। କିଛି ସମୟ ପରେ ସେଠାରେ କିଛି ମାଛିର ବୋଲିବାର ଶବ୍ଦ ଶୁଣାଗଲା। ଆଲୋକ ହଠାତ୍ ଜଳି ଉଠିଲା ଏବଂ ସେଠାରୁ ଗୋଟିଏ ବଡ଼ ବିରାଡ଼ି ଆସି, ଯାହାର ଆଖି ଲାଲ ଥାଏ ଏବଂ ମୁହଁରେ ରକ୍ତ ଲାଗିଥାଏ, ସେ ସଙ୍ଗେ ସଙ୍ଗେ ବୁଲିଯାଇ ସେହି ସ୍ତ୍ରୀ ଲୋକରେ ପରିଣତ ହୋଇଗଲା। ଏହା ଦେଖି ରାଜକୁମାର ଡରିଗଲେ ଏବଂ କହିଲେ ଯେ ଗୁରୁମା, ତୁମେ ଏତେ ରାତିରେ ଏତେ ଅନ୍ଧାର ଭିତରେ ଏ ରୂପରେ କ'ଣ କରୁଥିଲ? ଏହାପରେ ସେ ପଛକୁ ଲେଉଟି ଦେଖିଲେ ଯେ ଜଣେ ଲୋକର ଶବ ପଡ଼ିଛି, ଯାହାର ତଣ୍ଟିରେ ରକ୍ତ ବାହାରୁଛି ଏବଂ ସେ ମରିଯାଇଛି। ଏହା ଦେଖି ରାଜକୁମାର ପଚାରିଲେ, ଏସବୁ କ'ଣ ଗୁରୁମା, ଇଏ କ'ଣ? ଏହାପରେ ସେ ସ୍ତ୍ରୀ ଲୋକ କହିଲା ଯେ ଏ ହେଉଛି ନରବଳି, ଆମର ଦେବୀଙ୍କୁ ଦିଆଯାଏ, ତେଣୁକରି ସେ ଏହି ବିଦ୍ୟାରେ ସଫଳ ହୋଇପାରିଛି। ଏହା ଶୁଣି ରାଜକୁମାର ଚକିତ ହୋଇଗଲେ ଏବଂ କହିଲେ, ଗୁରୁମା, ବିନା ଦୋଷରେ କାହାକୁ ମାରିବା ଅପରାଧ। ମୁଁ ଏ କଥା ମହାରାଜକୁ ନିଶ୍ଚିତ ଜଣାଇବି। ଏହାପରେ ସେ ସ୍ତ୍ରୀ ଲୋକ କହିଲା, ତୁ କ'ଣ ଭାବୁଛୁ? ତୁ ଏଠାରୁ ବଞ୍ଚି ଚାଲିଯିବୁ? ଦୀର୍ଘ 12 ବର୍ଷ ମୁଁ ଅପେକ୍ଷା କରି ରହିଥିଲି ସେ ଗୁଣିଆ ପାଖରେ, କିନ୍ତୁ ସୁଯୋଗ ନ ପାଇ ଛଟପଟ ହେଉଥିଲି। ଏହି ବୀଣାର ଶରୀର ମୋତେ ସେଠାରୁ ଉଦ୍ଧାର କଲା। ଏ ବୀଣା ସେହି ଗୁଣିଆର ସ୍ତ୍ରୀ ଥିଲା। ଦିନେ ସେହି ଗୁଣିଆ ଜାଲରେ ପଡ଼ି ସେଠାରେ ମୃତ୍ୟୁବରଣ କଲା। ତେଣୁ ମୁଁ ଏହାର ସୁଯୋଗ ନେଇ ତା ଶରୀରରେ ପ୍ରବେଶ କରି ଗୁଣିଆକୁ ମାରିଦେଲି
ଏବଂ ରାଜମହଲ को प्रवेश करने ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ମହଲ ମନ୍ତ୍ର ଶକ୍ତି ଦ୍ୱାରା ବନ୍ଧା ହୋଇଥିବାରୁ ମୁଁ ମହଲ ମଧ୍ୟକୁ କୌଣସି ମାଧ୍ୟମରେ ପଶି ପାରୁନଥିଲି। ମୁଁ ତତେ ଦେଖି ଜାଣି ଯାଇଥିଲି ଯେ ତୁ ସେହି ରାଜାର ପୁଅ ବୋଲି। ତାପରେ ମୋ ଯୋଜନା ମୁତାବକ ତତେ ମୋ ଜାଲରେ ପକାଇ ଯାଦୁବିଦ୍ୟା ଶିକ୍ଷା ବାହାନାରେ ତୋ ନିକଟତର ହେଲି। କିନ୍ତୁ ଏହି ରାଜଦୂତ ଆସି ମୋର ସବୁ ଯୋଜନା ଜାଣି ଯାଇଥିଲା। ତେଣୁ ମୁଁ ତାକୁ ମାରିବାକୁ ବାଧ୍ୟ ହେଲି। ଏବେ ତୋ ପାଳି, ପ୍ରଥମେ ତତେ ମାରିବି, ତାପରେ ତୋ ବାପାକୁ। ରାଜ ପରିବାର ଯେପର୍ଯ୍ୟନ୍ତ ଛାରଖାର ନ ହୋଇଛି ମୋ ମନକୁ ଶାନ୍ତି ହେବ ନାହିଁ। କାରଣ ମୁଁ ବସୁନ୍ଧରା ଫେରି ଆସିଛି ଏହି ରାଜ ପରିବାରକୁ ଜାଳି ଦେବା ପାଇଁ। ଏହା କହି ସେ ସମସ୍ତ ଶକ୍ତିର ପ୍ରୟୋଗ କରି ସବୁଆଡ଼େ ଅନ୍ଧାର କରିଦେଲା। ତା ହାତର ନଖ ଲମ୍ବିବାକୁ ଲାଗିଲା ଏବଂ ବାଳଗୁଡ଼ିକ ବହୁତ ଜୋରରେ ଓଢ଼ିବାକୁ ଲାଗିଲା। ଭୟଙ୍କର ରୂପ ଧାରଣ କରି ସେ ରାଜକୁମାର ପାଖକୁ ହାତ ବଢ଼ାଇଲେ। ଏସବୁ ଦେଖି ରାଜକୁମାର ସ୍ତମ୍ଭୀଭୂତ ହୋଇ ଅନାଇ ରହିଲେ। କିନ୍ତୁ ଛୋଟବେଳୁ ତାଙ୍କ ମା ତାଙ୍କୁ ହନୁମାନଙ୍କ ଲକେଟ୍ ପିନ୍ଧାଇଥାନ୍ତେ। ସେହି ଲକେଟ୍ ଏହି ସମୟରେ କାମକୁ ଆସିଲା। ସେ ପ୍ରେତାତ୍ମାର ଶକ୍ତିକୁ ଅଟକାଇ ଦେଲା, ଯାହାଫଳରେ ରାଜକୁମାରକୁ ସେଠାରୁ ଯିବାର ସୁଯୋଗ ମିଳିଗଲା। କିନ୍ତୁ ସେ ପ୍ରେତାତ୍ମା ତା ପଛେ ପଛେ ଧାଇଁବାକୁ ଲାଗିଲା। ସେ ଭୟରେ ରାଜମହଲକୁ ନ ଯାଇ ସିଧା ଜଙ୍ଗଲ ଆଡ଼କୁ ମୁହାଁଇଲେ। ସେ ବହୁତ ଜୋରରେ ଦୌଡ଼ୁଥାଏ। ତାର ସାଙ୍ଗ ପକ୍ଷୀ ସାଜି ଯାଇଥାଏ। କିନ୍ତୁ ବସୁନ୍ଧରା ତା ଶକ୍ତି ବଳରେ ସେହି ପକ୍ଷୀ ରୂପକ ବାଳକକୁ ଟାଣି ଖାଇଦେଲା। ଏହା ଦେଖି ରାଜକୁମାର ଆହୁରି ଭୟରେ ଦୌଡ଼ି ଦୌଡ଼ି ଥକି ଯାଇ ତଳେ ପଡ଼ି ଯାଉଥାଏ, ପୁଣି ଉଠି ଦୌଡ଼ୁଥାଏ। ବସୁନ୍ଧରା ବିଭିନ୍ନ ଭୟଙ୍କର ରୂପ ଦେଖାଇ ତା ପଛରେ ଗୋଡ଼ାଉଥାଏ। କେତେବେଳେ ବାଘ ରୂପରେ ତ କେତେବେଳେ ଚିଲ ରୂପରେ ତାକୁ ଝାମ୍ପିବାକୁ ଚେଷ୍ଟା କରୁଥାଏ। କିନ୍ତୁ ପ୍ରହଲ୍ଲାଦ ବହୁତ ଭାଗ୍ୟଶାଳୀ। ସେ ହନୁମାନଙ୍କ ମନ୍ତ୍ର ଉଚ୍ଚାରଣ କରି କରି ଯାଇ ହନୁମାନ ମଣ୍ଡପରେ ପହଞ୍ଚିଗଲା ଏବଂ ସେଠାରେ ବେହୋସ ହୋଇ ପଡ଼ିଗଲା। ହନୁମାନଙ୍କ ମଣ୍ଡପକୁ ଯିବାର ଶକ୍ତି ନଥିଲା ବସୁନ୍ଧରା ପାଖରେ। ତେଣୁ ସେଠାରେ ଥିବା ଏକ ଗଛରେ ପକ୍ଷୀ ରୂପରେ ବସି ଅପେକ୍ଷା କଲା ସେ। ଏପଟେ ରାଜକୁମାରକୁ ମହଲରେ ନ ପାଇ ରାଜା ସୈନ୍ୟ ସାମନ୍ତ ଧରି ଖୋଜିବାକୁ ଲାଗିଲେ। ରାଣୀ କାନ୍ଦି କାନ୍ଦି ବେହୋସ ହୋଇଯାଉଥାନ୍ତି। କିନ୍ତୁ ରାଜା ଧୈର୍ଯ୍ୟର ସହିତ ଭାସ୍କରକୁ ଡାକି ଡାକି ଖୋଜୁଥାନ୍ତି। ରାତିରୁ ଖୋଜି ଖୋଜି ସମସ୍ତେ ହାଲିଆ ହୋଇଗଲେଣି। ସେମାନେ ଗୋଟିଏ ଗଛ ମୂଳରେ ଶୋଇ ପଡ଼ିଲେ। ପାହାନ୍ତିଆ ସମୟ ହେବାକୁ ବସିଥାଏ। ରାଜକୁମାର ଭାସ୍କର ଚେତା ପାଇ ବସିଲେ ଏବଂ ପାଣି ପାଣି କହିବାକୁ ଲାଗିଲେ ନିଜର କ୍ଷୀଣ ସ୍ୱରରେ। ଗୋଟିଏ ଛୋଟ ମାଠିଆରେ ସେଠାରେ ପାଣି ଥାଏ। ଗୋଟିଏ ବାବା ସେଠାରେ ହନୁମାନଙ୍କ ପୂଜାରୀ ଭାବରେ ରହୁଥାନ୍ତି। ସେ ରାଜକୁମାରକୁ ପାଣି ପିଇବାକୁ ଦେଲେ ଏବଂ ପଚାରିଲେ, ଆରେ ବାବା, ତୁମେ କିଏ? କେମିତି ଆସିଲ ଏ ନିର୍ଜନ ବନକୁ? ରାଜକୁମାର ଟିକେ ଡରି ଯାଇ କହିଲେ, ମୋ ପଛରେ ଗୋଟିଏ ଭୂତ ପଡ଼ିଛି। ମୁଁ ମୋ ଜୀବନ ବଞ୍ଚିବା ପାଇଁ ଏଠାକୁ ଚାଲି ଆସିଛି। ମୁଁ ରାଜକୁମାର, ଫୁଲମତୀପୁର ରାଜାଙ୍କର ପୁତ୍ର। ଏହା ଶୁଣି ସେ ବାବା ହସି କହିଲେ, ତାହେଲେ ତୁମେ ମୋ ନାତି। ଏହା କହି କୁଣ୍ଢାଇ ଧରିଲେ ଏବଂ କହିଲେ, ମୋ ଦ୍ୱାରା ବହୁତ ବଡ଼ ଭୁଲ ହୋଇଯାଇଥିଲା। ତେଣୁ ତାର ପ୍ରାୟଶ୍ଚିତ କରିବା ପାଇଁ ମୁଁ ଏଠାକୁ ରାଜ୍ୟଭାର ତୋ ବାପାକୁ ଦେଇ ଚାଲି ଆସିଥିଲି। ଏହାପରେ ମହଲରେ ଯେତେ ଦୁର୍ଘଟଣା ହେଲା ମୁଁ ଯାଇନଥିଲି, କାରଣ ବସୁନ୍ଧରାର ଅପରାଧୀ ମୁଁ ବି ଥିଲି। ଏହା ଶୁଣି ଭାସ୍କର କହିଲା, ଏ ବସୁନ୍ଧରା କିଏ ଓ ଆମମାନଙ୍କୁ କାହିଁକି ମାରିବାକୁ ଚାହୁଁଛି? ତାର ଆମେ କ'ଣ ଦୋଷ କରିଛୁ? ଏହା ଶୁଣି ତାର ଜେଜେ କହିଲେ ଯେ ଯେତେବେଳେ ମୁଁ ରାଜତ୍ୱ କରୁଥିଲି ସେହି ସମୟରେ ବସୁନ୍ଧରା ନାମକ ଏକ ସ୍ତ୍ରୀକୁ ମୋ ଭାଇମାନେ ଉଠେଇ ଆଣିଥିଲେ ଏବଂ ରାଜମହଲରେ ମୋ ଅଜାଣତରେ ତାର ମୃତ୍ୟୁ ହୋଇଯାଇଥିଲା। ଏହା ଯୋଗୁଁ ମୁଁ ମୋ ଭାଇମାନଙ୍କୁ ବିରୋଧ କରିପାରିଲି ନାହିଁ କି ତାଙ୍କୁ ଦଣ୍ଡ ମଧ୍ୟ ଦେଇପାରିଲି ନାହିଁ। ତେଣୁ ମୁଁ ତ ବାପାଙ୍କୁ ଡାକି ରାଜ୍ୟ ଦେଇଥିଲି ଏବଂ ସବୁକିଛି ତ୍ୟାଗ କରି ଚାଲି ଆସିଥିଲି ଏହି ଜଙ୍ଗଲକୁ ଏଠାରେ ତପସ୍ୟା କରି ମୋ ପାପର ପ୍ରାୟଶ୍ଚିତ କରିବାକୁ। କିନ୍ତୁ ତୁ ଭୟ କର ନାହିଁ ନାତି, ତୁ ତ କିଛି ଦୋଷ କରିନାହୁଁ। ସେ ତତେ କାହିଁକି ଦଣ୍ଡ ଦେବ? ଏହି ମଣ୍ଡପକୁ ସେ ଚାହିଁଲେ ବି ଆସିପାରିବ ନାହିଁ। ଏହାପରେ ରାଜା ପ୍ରହଲ୍ଲାଦ ଏବଂ ରାଣୀ ସୈନ୍ୟମାନଙ୍କ ସହିତ ଖୋଜାଖୋଜି କରି ସେଠାରେ ଆସି ପହଞ୍ଚିଲେ ଏବଂ ବୃଦ୍ଧ ରାଜାଙ୍କୁ ଦେଖି ପ୍ରହଲ୍ଲାଦ ବାପା କହି ଦୌଡ଼ିଗଲେ ତାଙ୍କ ପାଖକୁ। ତାଙ୍କ ପୁଅକୁ ସେଠାରେ ଦେଖି ସେ ଆହୁରି ଖୁସି ହୋଇଗଲେ। ଏହାପରେ ରାଣୀ ତାଙ୍କ ପୁଅକୁ ପାଇ ଅତି ସରାଗରେ ଧରି କାନ୍ଦି ପକାଇଲେ।
ପ୍ରହ୍ଲାଦ ବାପାଙ୍କୁ ବହୁତ ବର୍ଷ ପରେ ଦେଖିଥିବାରୁ ତାଙ୍କ ଘରକୁ ଯିବାକୁ ଅନୁରୋଧ କଲେ, କିନ୍ତୁ ରାଜା ଏହି ଜଙ୍ଗଲରେ ରହି ସୁଖ ପ୍ରାପ୍ତି କରୁଥିବାର କହିଲେ ଏବଂ ତାଙ୍କ ପତ୍ନୀକୁ ଦେଖି ମୁରୁକି ହସି ତାଙ୍କ ଭଲ ମନ୍ଦ ପଚାରି ବସିଲେ। ମହାରାଣୀ କହିଲେ ଯେ ପତି ପତ୍ନୀ ହେଉଛନ୍ତି ଗୋଟିଏ ଅଙ୍ଗ। ମୁଁ ତୁମ ବିନା ରାଜମହଲରେ ମରି ମରି ବଞ୍ଚୁଛି। ମୋତେ ତୁମ ସହିତ ରହିବାକୁ ଦିଅ। ଏହା ଶୁଣି ରାଜା ଠିକ୍ ଅଛି, ଯାହା ତୁମର ଇଚ୍ଛା କହିଲେ। ବୁଢ଼ା ରାଜାରାଣୀ ସେଠାରେ ରହିଲେ ତପସ୍ୱୀ ବେଶରେ। ପ୍ରହ୍ଲାଦ ବାପା ମାଙ୍କ ନିଷ୍ପତ୍ତିକୁ ବଦଳେଇ ନ ପାରି ଭାସ୍କରକୁ ନେଇ ରାଣୀ ସହିତ ମନ ଦୁଃଖରେ ରାଜମହଲକୁ ଫେରିଲେ। ଏହାପରେ ବସୁନ୍ଧରାର ପ୍ରେତାତ୍ମା ମଧ୍ୟ ତାଙ୍କ ପଛେ ପଛେ ଆସି ମହଲ ଆଗରେ ଅଟକିଗଲା। ଗୋଟିଏ ଦାସୀ ଶରୀରକୁ ବଶ କରି ସେ ମହଲରେ ପ୍ରବେଶ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କଲା, କିନ୍ତୁ ସେଥିରେ ସେ ସଫଳ ହେଲା ନାହିଁ। ଶେଷରେ ସେ ଦାସୀ ଦେହରୁ ବାହାରକୁ ଆସି ସେ ତାକୁ ଜୀବନରୁ ମାରିବାକୁ ଧମକ ଦେଲା ଏବଂ ସେ ଦାସୀ ନିଜ ଜୀବନ ବିକଳରେ ସବୁ ବନ୍ଧନକୁ ମହଲରୁ ହଟାଇ ଦେଲା। ତାପରେ ବସୁନ୍ଧରା ସେ ଦାସୀକୁ ମଧ୍ୟ ଛାଡ଼ି ନଥିଲା। ତାକୁ ମାରି ତା ଶରୀରକୁ ଆୟତ୍ତ କରି ସେ ମହଲରେ ପ୍ରବେଶ କଲା। ଭାସ୍କର ଶୋଇଥାଏ। ହଠାତ୍ କୋଠରୀରେ ବିଭିନ୍ନ ପ୍ରକାରର ଶବ୍ଦ ସହିତ ପବନ ତୀବ୍ର ଗତିରେ ବହିବାକୁ ଲାଗିଲା। ଚାରିଆଡ଼େ ଅନ୍ଧାର ଖେଳିଗଲା। ଭାସ୍କର ଚିତ୍କାର କରିବାକୁ ଲାଗିଲା। ତାର ଶବ୍ଦ ଶୁଣି ରାଜାରାଣୀ ତାଙ୍କ କୋଠରୀରୁ ବାହାରି ଆସି କିଛି ଦେଖିପାରୁନଥାନ୍ତେ। ଅନ୍ଧାରରେ ସବୁ ହଜିଯାଇଥାଏ। ରାଜମହଲର ସବୁ ଜିନିଷପତ୍ର ଭାଙ୍ଗିବାକୁ ଲାଗିଲା ଓ କ୍ଷୀଣ ଆଲୋକରେ ସେ ଦାସୀ ଭିତରେ ବସୁନ୍ଧରାର ଆତ୍ମା ଦେଖାଯାଉଥିଲା। ରାଜା କୌଣସି ମତେ ଖୋଜି ଏକ ଆଲୋକର ଉତ୍ସ ପାଇଗଲେ। ସେହି ଆଲୋକକୁ ଜାଳିବା ପରେ ସେ କାନ୍ଥ ଆଡ଼କୁ ଦେଖି ଡରିଗଲେ। ସେ ଦେଖିଲେ ବାଳକୁ ମୁକୁଳା କରି ରାଜମହଲର କାନ୍ଥରେ ଗୋଡ଼ ହାତକୁ ଓଲଟା କରି ବସୁନ୍ଧରା ଚାଲିବାକୁ ଲାଗିଥାଏ। ଏହାପରେ ସେଠାକୁ ଭାସ୍କର ତା କୋଠରୀରୁ କୌଣସି ମତେ ବାହାରି ଆସିଲା ଏବଂ ସେ ମଧ୍ୟ ବସୁନ୍ଧରାର ଏ ରୂପକୁ ଦେଖି ଚକିତ ହୋଇଗଲା। ରାଜାରାଣୀ ଭାସ୍କରକୁ ତାଙ୍କ ଆଡ଼କୁ ଟାଣି ନେଲେ। ଏହାପରେ ବସୁନ୍ଧରା ସାରା ମହଲର ଜିନିଷ ଗୁଡ଼ିକ ଭାଙ୍ଗି ଚୁରମାର କରିଦେଲା। ସେ ପ୍ରତିଶୋଧର ଅଗ୍ନିରେ ଜଳୁଥାଏ। ତେଣୁ ସେ ରାଜା ଏବଂ ରାଜକୁମାର ନିର୍ଦ୍ଦୋଷ ବୋଲି ଜାଣି ମଧ୍ୟ ତାଙ୍କ ଉପରେ ରାଗ ସୁଝାଇବାକୁ ଚାହୁଁଥାଏ। ସେ ରାଜା ଓ ରାଜକୁମାର ଆଡ଼କୁ ବିଭିନ୍ନ ବସ୍ତୁ ଫିଙ୍ଗିବାକୁ ଲାଗିଲା ଏବଂ ତାହା ତାଙ୍କ ମୁଣ୍ଡରେ ବାଜି ତାଙ୍କ ମୁଣ୍ଡ ଫାଟିଗଲା। ରାଣୀ ତା ସ୍ୱାମୀ ଏବଂ ପୁଅର ଏ ଅବସ୍ଥା ଦେଖି ସହିପାରୁନଥାନ୍ତେ। ସେ ବସୁନ୍ଧରାକୁ ନେହୁରା ହେଲେ ଏବଂ କହିଲେ, ମୋ ସ୍ୱାମୀ ଓ ପୁଅଙ୍କୁ ଛାଡ଼ି ଦିଅ। ଏହାପରେ ସେ ରାଗରେ କହିଲେ, ରାଣୀ ତୁମେ ଯଦି ତୁମର ଜୀବନ ବଞ୍ଚିବାକୁ ଚାହୁଁଛ ତାହେଲେ ଏଠାରୁ ଶୀଘ୍ର ଚାଲିଯାଅ। ଏହା ଶୁଣି ରାଣୀ କହିଲେ, ଯଦି ତୁମେ ମାରିବାକୁ ଚାହୁଁଛ ତାହେଲେ ମୋତେ ବି ମାରିଦିଅ। ଏହା ଶୁଣି ବସୁନ୍ଧରାର ଆତ୍ମା କିଛି ସମୟ ପାଇଁ ସ୍ଥିର ହୋଇଗଲା ଏବଂ ତା ବାବା କହିଥିବା କଥାକୁ ସ୍ମରଣ କରିବାକୁ ଲାଗିଲା। ଏହାପରେ ସେ କହିଲା, ରାଣୀ ମୋତେ କ୍ଷମା କରିଦିଅ ଯେ ମୁଁ ତୁମକୁ ଏତେ କଷ୍ଟ ଦେଉଛି, କିନ୍ତୁ ମୁଁ ଉପାୟ ଶୂନ୍ୟ। ମୋ ଉପରେ ଏବଂ ମୋ ସଖୀମାନଙ୍କ ଉପରେ ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନ ନେବା ଯାଏ ମୋ ଆତ୍ମା ଶାନ୍ତି ପାଇବ ନାହିଁ ଏବଂ ଗୋଟିଏ ମହାଋଷିଙ୍କ ଅଭିଶାପ କେବେ ଅସଫଳ ହେବ ନାହିଁ। ଏହା ଶୁଣି ରାଣୀ ମନ ଦୁଃଖରେ କାନ୍ଦିବାକୁ ଲାଗିଲେ। ବସୁନ୍ଧରା ତାର ଅତୀତକୁ ସ୍ମରଣ କରି ମୋତେ ପ୍ରତିଶୋଧ ଦରକାର, ମୁଁ କାହାରିକୁ ଛାଡ଼ିବି ନାହିଁ। ଏହା କହି ସେ ଏକ ତରବାରୀ କାଢ଼ି ରାଜା ଓ ତାଙ୍କ ପୁତ୍ରକୁ ସେଇଠାରେ ମାରିଦେଲା ଏବଂ ଦାସୀର ମୃତଦେହକୁ ଛାଡ଼ି ସେହି ମହଲ ଭିତରକୁ ପ୍ରବେଶ କଲା ତାର ଆତ୍ମା। ରାଣୀ ବହୁତ ଜୋରରେ ପୁତ୍ର ଏବଂ ସ୍ୱାମୀକୁ ହରାଇ କାନ୍ଦିବାକୁ ଲାଗିଲେ। ଏସବୁ ସରିବା ପରେ ଧୀରେ ଧୀରେ ରାଜମହଲ ଭିତରେ ଭିଡ଼ ଜମିବାକୁ ଲାଗିଲା। ଏହାପରେ ସେଠାରେ ପାତ୍ର ମନ୍ତ୍ରୀମାନେ ଆସି ଜମା ହୋଇଗଲେ ଏବଂ ରାଣୀ ଏକାକୀ ବଞ୍ଚିଛନ୍ତି, କିନ୍ତୁ ରାଜକୁମାର ଏବଂ ରାଜା ମୃତ୍ୟୁବରଣ କରିଛନ୍ତି। ରାଜା ପାଗଳୀଙ୍କ ପରି ସମସ୍ତଙ୍କୁ କହୁଥିଲେ ଯେ ବସୁନ୍ଧରା ତା ପୁତ୍ର ଓ ସ୍ୱାମୀକୁ ମାରିଦେଇଛି, କିନ୍ତୁ ସେମାନେ ରାଣୀଙ୍କ କଥାରେ ବିଶ୍ୱାସ କଲେ ନାହିଁ ଏବଂ ରାଣୀଙ୍କ ଛଡ଼ା ସେଠାରେ କେହି ଉପସ୍ଥିତ ନଥିବାରୁ ତାଙ୍କୁ ସନ୍ଦେହ କଲେ ଏବଂ ତାଙ୍କୁ କାରାଗାରରେ ରଖିଦେଲେ। ଏସବୁକୁ ବରଦାସ୍ତ ନ କରିପାରି ସେ ପାଗଳ ହୋଇଯାଇଥିଲେ।